ଟିକେ ଆଜ୍ଞା ପରିଚୟ। ମହନ୍ତ ଦିବ୍ୟକୃଷ୍ଣ ଦାସ ରାଧାକାନ୍ତ ବ୍ରଜବାସୀ ମଠର ମହନ୍ତ ମଠାଧୀଶ। ଆଜି ଯୋଉ ଆପଣ ଦେଖୁଛନ୍ତି ହରିନାମ ସଂକୀର୍ତ୍ତନ ଅଷ୍ଟମ ପ୍ରହର ଚାଲି ରହିଛି, ନାମ ଯଜ୍ଞର କୀର୍ତ୍ତନ ଅହରାତ୍ର ଚାଲିଛି। ଆଜି ଏକ ପବିତ୍ର ଦିବସର ଦିନ ଆମ ଏ ଅଞ୍ଚଳବାସୀଙ୍କ ପାଇଁ। ଆଜି ହେଉଛି ଏ ଯୋଉ ମଠର ଫାଉଣ୍ଡର ଯିଏ ଥିଲେ ପ୍ରତିଷ୍ଠାତା ମହନ୍ତ ଶ୍ରୀ ଗୋସ୍ୱାମୀ ବୈଷ୍ଣବ ଚରଣ ଦାସ ଗୋସ୍ୱାମୀ ଧାମ ଉତ୍ସବ ଆଜି। ଏ ମଠ ପ୍ରାୟ 1684 ମସିହାରୁ ଆଜି ପର୍ଯ୍ୟନ୍ତ ଏହି ନାମରେ ତାର ପ୍ରତିପାଦନ କରିଛି। ପ୍ରଭୁଙ୍କର ନାମ କେମିତି ବଞ୍ଚି ରହିବ, ଆଧ୍ୟାତ୍ମିକ ଚେତନା କେମିତି ଅଞ୍ଚଳରେ ବଞ୍ଚି ରହିବ, ଏହାର ମୁଖ୍ୟ ଉଦ୍ଦେଶ୍ୟ। ତାଙ୍କରି ଉଦ୍ଦେଶ୍ୟରେ ତାଙ୍କର ତିରୋଧାନ ଉତ୍ସବରେ ଆଜି ଅଷ୍ଟମ ମଙ୍ଗଳ ଅଷ୍ଟମ ପ୍ରହର ନାମ ଯଜ୍ଞ ଚାଲିଛି। କେତେ ପର୍ଯ୍ୟା ସଂକୀର୍ତ୍ତନ ଏବଂ ଆଉ କଣ କଣ ବ୍ୟବସ୍ଥା କରାଯାଇଛି? ଗତକାଲି ହନୁମାନ ଚାଳିଶା 108 ହନୁମାନ ଚାଳିଶା ପାଠ, ଇନ୍ଦ୍ରକାନ୍ତ ପାଠ, ଗୀତା ଯଜ୍ଞ, ଆଉ ପ୍ରାୟ 14-15 ମେଳ ଏ ଅଞ୍ଚଳର ଯୋଉମାନେ ଭଲ ଭଲ ସୁନାମ ଧନ୍ୟ କୀର୍ତ୍ତନ ମଣ୍ଡଳୀ ଅଛି ମହାପ୍ରଭୁଙ୍କର ପ୍ରେମାବତାର ଗୁରୁବତାର ଚୈତନ୍ୟ ମହାପ୍ରଭୁ ନାମକୁ ମହାମନ୍ତ୍ରରେ ଗାୟନ କରୁଛନ୍ତି। ଦେଖାଯାଇଛି ସନ୍ଧ୍ୟା ପରଠାରୁ ଶ୍ରଦ୍ଧାଳୁ ମାନଙ୍କର ଭିଡ ଜମିଛି। କେତେ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି, ଆଉ କଣ କଣ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି? ଅଷ୍ଟମ ପ୍ରହର ତ ପ୍ରାୟ କିଛି ସାଂସ୍କୃତିକ କାର୍ଯ୍ୟକ୍ରମ କୌଣସି ଜାଗାରେ ବି ରୁହେନି, କାରଣ ନହେଲେ ନାମ ଖଣ୍ଡନ ହବ। ବୈଷ୍ଣବ ନୀତିରେ ନାମ ଖଣ୍ଡନ ସକାଶେ କୌଣସି ଅଲଗା କାର୍ଯ୍ୟକ୍ରମ କିଛି ରଖାଯାଏନି। ଯେହେତୁ ଭକ୍ତମାନେ ଆସୁଛନ୍ତି ଅଞ୍ଚଳ ଗୋଟେ ପ୍ରାଚୀନତମ ମଠ, ଯୋଉମାନେ ଭକ୍ତ ଆସି ଶ୍ରଦ୍ଧାଳୁ ଆସନ୍ତି ତାଙ୍କ ପାଇଁ ପ୍ରାୟ ଭକ୍ତମାନେ 6-7 ହଜାର ଲୋକମାନଙ୍କ ପାଇଁକା ପ୍ରସାଦ ବ୍ୟବସ୍ଥା କରାଯାଇଛି। ଧନ୍ୟବାଦ।